ନମସ୍କାର। ଆଜି ୱାର୍ଲଡ କ୍ଲବ ଫୁଟ ଡେ ଅର୍ଥାତ୍ ବିଶ୍ୱ ପାଦ ବଙ୍କା ଦିବସ। ଏଭଳି ଏକ ଦିବସ ପାଳନ କାହିଁକି କରାଯାଏ ତା ସମ୍ପର୍କରେ ଆମେ ଆଜି ଜାଣିବା। ଆଜି କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟରେ ଅର୍ଥୋପେଡିକ୍ସ କନଫରେନ୍ସ ହଲ୍ ଠାରେ ଏହି ଦିବସଟି ପାଳନ ହୋଇଛି। ଯେଉଁ ଦିବସରେ ଏହି ଦିବସଟି ହେଉଛି ଚିକିତ୍ସାର ଦିବସ। ପୂର୍ବେ ଯେତେବେଳେ ପିଲାଟିଏ ଗୋଟେ ପାଦ ବଙ୍କା ପାଦ ନେଇ ଜନ୍ମ ନେଉଥିଲା, ତାକୁ ଅପରେସନ କରିବାକୁ ପଡୁଥିଲା, ଅସ୍ତ୍ରୋପଚାର କରିବାକୁ ପଡୁଥିଲା ଏବଂ ଅନେକାଂଶରେ ସଫଳ ମଧ୍ୟ ହୋଇପାରୁନଥିଲା, ବଙ୍କା ଟିକେ ରହିଯାଉଥିଲା। କିନ୍ତୁ ଗତ କିଛି ବର୍ଷ ହବ, ଗତ 15 ବର୍ଷ ହବ, ଗୋଟାଏ ନୂଆ ଟେକ୍ନିକ ଆସିଛି ଯୋଉଟା କି କହୁଛନ୍ତି ଯେ ପ୍ଲାଷ୍ଟର ଲଗାଇ, ଯେମିତିକି ଗୋଡ ଭାଙ୍ଗିଗଲେ ଯୋଉ ପ୍ଲାଷ୍ଟର ଲଗାଯାଏ ସେମିତି ପ୍ଲାଷ୍ଟର ଲଗାଇ ଏଇ ୟାର ଚିକିତ୍ସା କରାଯାଉଛି। ଏବଂ ଏହି ଚିକିତ୍ସା ସମ୍ପୂର୍ଣ୍ଣ ରୂପେ ମେଡିକାଲ କଲେଜ ହସ୍ପିଟାଲରେ ମାଗଣାରେ ଦିଆଯାଉଛି। ତେବେ ଡାକ୍ତରମାନଙ୍କର କହିବା ଅନୁଯାୟୀ ଯଦି ଜନ୍ମ ହେବାର 2 ବର୍ଷ ମଧ୍ୟରେ ପିଲାଟିର ଗୋଡ଼ ଉପରେ ଏଇ ଆ, ଚିକିତ୍ସା କରାଯାଏ, ତେବେ ତାର ସଫଳତାର ଯୋଉ ପରସେଣ୍ଟେଜ ଅଧିକା ରୁହେ। ଏବଂ ଏଇ ଯୋଉ ଚିକିତ୍ସା କରାଯାଏ ପ୍ରତି ସପ୍ତାହରେ 2 ଦିନ, ଯାହାକି ତାଙ୍କର ମଙ୍ଗଳବାର ଏବଂ ଶୁକ୍ରବାର ଦିନ ଏଇ ମେଡିକାଲ କଲେଜରେ ତାର କ୍ୟାମ୍ପ ବସେ ଏବଂ ସେଇଠାରେ ପିଲାମାନଙ୍କର ଏ ପ୍ରକାର ଚିକିତ୍ସା କରାଯାଏ। ତାକୁ ଗୋଟିଏ ଥର ଆରମ୍ଭ ହେଲେ ତାର ପ୍ରାୟତଃ 7 ସପ୍ତାହରେ 7 ଥର ତାର ବ୍ୟାଣ୍ଡେଜ କରିବାକୁ ହୁଏ। ଏବଂ ତାପରେ ଧୀରେ ଧୀରେ ପାଦଟି ତାର ସଳଖ ହୋଇଯାଏ। ସଳଖ ହେଇଯିବା ପରେ ତାର ସେ ଗୋଟେ ଜୋତା ପିନ୍ଧିବାକୁ ପଡେ। ପ୍ରାୟ 5 ବର୍ଷ ବୟସ ପର୍ଯ୍ୟନ୍ତ ସେ ଜୋତା ପିନ୍ଧିବାକୁ ପଡିବ ଏବଂ ଏଇ ସବୁ ଯାକ ହଉଛି ବିନା ମୂଲ୍ୟରେ। ତେଣୁ ଯୋଉ ଅପହଞ୍ଚ ଇଲାକାରେ ଯୋଉମାନେ ରହିଯାଇଛନ୍ତି, ଯୋଉମାନେ এই ବିଷୟରେ ଜାଣିନାହାନ୍ତି, ପରବର୍ତ୍ତୀ ପର୍ଯ୍ୟାୟରେ ସେମାନେ ବଙ୍କା ହେଇ ଚାଲି ଚାଲି ବିକଳାଙ୍ଗର ସାର୍ଟିଫିକେଟ ନେଉଛନ୍ତି। ସେମାନେ ସମସ୍ତଙ୍କ ପାଖରେ ଆମେ ପହଞ୍ଚିବା ଦରକାର। ଯାହା ଯୋଉ ଘରେ ବି ଏଭଳିଆ ଜନ୍ମ ହଉଛନ୍ତି ସେମାନଙ୍କୁ ତୁରନ୍ତ କିପରି ସେମାନେ ମେଡିକାଲ ଆସିବେ ଏବଂ ଏଇ ସୁବିଧାର ସୁଯୋଗ ନେବେ, ସେ ଦିଗରେ ଆମେ ସମସ୍ତେ ନିଶ୍ଚିତ ଭାବରେ କାର୍ଯ୍ୟ କରିବା ଦରକାର। ତେଣୁ ଏଇ ଯୋଉ ଉତ୍ସବର ଦିନ, ଯେ ଚିକିତ୍ସାର ଉତ୍ସବ, ଚିକିତ୍ସା ଉପଲବ୍ଧ ହୋଇଛି ତାର ଉତ୍ସାହ, କାରଣ ବର୍ତ୍ତମାନ ସୁଦ୍ଧା ଗତ 10 ବର୍ଷ ମଧ୍ୟରେ ଏଇ ମେଡିକାଲ କଲେଜର ଯୋଉ ତାର ଇତିହାସଟେ କହୁଛି କିମ୍ବା ଏଇ ହସ୍ପିଟାଲର ଯୋଉ ଇତିହାସ କହୁଛି, ସେଥିରେ 300ରୁ ଉର୍ଦ୍ଧ୍ୱ ଏଇଭଳି ପାଦକୁ ସେମାନେ ଠିକ କରିସାରିଲେଣି। ଆଉ ବର୍ତ୍ତମାନ ତାଙ୍କର କହିବା ଅନୁଯାୟୀ 400 ଜଣଙ୍କର ତାଲିକାରେ ଅନ୍ତର୍ଭୁକ୍ତ ଅଛନ୍ତି ଯାହା ଚିକିତ୍ସା କରିବା। ତେଣୁ ଏହା ନିଶ୍ଚିତ ଭାବରେ ଏକ ଉତ୍ସବର ଦିନ ଏବଂ ଏଇ ଉତ୍ସବରେ କେକ୍ କଟା ଯାଇଥିଲା ଜଣେ ସେଇଭଳିଆ ଚିକିତ୍ସିତ ହୋଇଥିବା ପିଲାଟି ହାତରେ। ଏବଂ ଆମମାନଙ୍କର ସୌଭାଗ୍ୟ, ଆମେମାନେ ସୁଯୋଗଟିଏ ପାଇଥିଲୁ ସେଇ ଉତ୍ସବରେ ଯୋଗ ଦେବା ପାଇଁ। ଏବଂ ମେଡିକାଲ କଲେଜର ହସ୍ପିଟାଲର ଯେ ସୁପରିଟେଣ୍ଡେଣ୍ଟ ଅଛନ୍ତି ତାଙ୍କ ହାତରୁ କେକ୍ ଟିଏ ଖାଇବାର ସୁବିଧା ଆମେ ପାଇଥିଲୁ। ତେଣୁ ସମସ୍ତଙ୍କ ପାଖରେ କୃତଜ୍ଞତା ଏବଂ ଆମେ ଆଶା କରୁଛୁ ଏଇ ଯୋଉ ସଚେତନତାର ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚିବ ଏବଂ ପିଲାଟି ଛୋଟ ଥାଉ ଥାଉଣୁ ତାର ପାଦଟି କିପରି ସଳଖ ହୋଇପାରିବ, ସିଧା ହୋଇପାରିବ, ସେ ଦିଗରେ ସମାଜର ପ୍ରତ୍ୟେକଟି ବ୍ୟକ୍ତି ସଚେତନ ହେବେ ଏବଂ ଯାକୁ କିପରି ପ୍ରସାର କରିପାରିବେ ସେ ଦିଗରେ ନିଜର ଯୋଗଦାନ ଦେବେ। ଏଇ ଆଶାର ସହିତ ରେଡିଓ କୋରାପୁଟରୁ ସିଏ ସାନ୍ତାକା ବିଦାୟ ନେଉଛନ୍ତି ଆପଣମାନଙ୍କ ପାଇଁ। ଆଜିର ଏଇ ଏପିସୋଡରେ ପୁଣି ଥରେ ଦେଖା ହବ ଆଉ ଏକ ଏପିସୋଡରେ ଆଉ ଏକ ନୂତନ କାହାଣୀକୁ ନେଇ। ସେତିକି ପର୍ଯ୍ୟନ୍ତ ସମସ୍ତଙ୍କୁ ଜୟ ଜଗନ୍ନାଥ, କୋରାପୁଟିଆ ଜୁହାର, ନମସ୍କାର।